ଯାତ୍ରା ଅଭିନେତା ସାଇ ସତ୍ୟଜିତ ପଣ୍ଡାଙ୍କୁ ହତ୍ୟା ଧମକ। ଥାନାର ଦ୍ୱାରସ୍ଥ ହେଲେ ତୁଳସୀ ଗଣନାଟ୍ୟର ନାୟକ ସାଇ ସତ୍ୟଜିତ। ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ଆଣିଲେ ଅଭିଯୋଗ। ଜୀବନ ପ୍ରତି ବିପଦ ଅଛି, ତାଙ୍କୁ ସୁରକ୍ଷା ଦରକାର। ଟଙ୍କା ପାଇଁ ଆରମ୍ଭ ହୋଇଛି ବିବାଦ। ଆପଣମାନେ ସମସ୍ତେ ଦେଖିଥିବେ ଯେ ଗତ ରାତିରେ ଯାତ୍ରା ମଞ୍ଚରୁ ଗଳି ପଡ଼ିଥିଲେ ସାଇ ସତ୍ୟଜିତ। ତାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସାଂଘାତିକ ହୋଇଥିଲା ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେତେବେଳେ ତାଙ୍କ ପାର୍ଟିର କୌଣସି ଟିମ୍ ମେମ୍ବର ସାଥିରେ ନଥିଲେ କିମ୍ବା ତାଙ୍କ ଘରକୁ କୌଣସି ଇନଫର୍ମେସନ କରାଯାଇନଥିଲା। ସାଧାରଣ ଜନତା ଏବଂ ଫ୍ୟାନ୍ମାନେ ତାଙ୍କୁ ହସ୍ପିଟାଲ ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ତାଙ୍କୁ ଯାତ୍ରା ଟିମ୍ର କୌଣସି ମେମ୍ବର ଦେଖା ବି କରିନାହାନ୍ତି। ଏବଂ ଏହାପରେ ଖୋଲିଛି ଅସଲ ଗୁମର। ତାଙ୍କ ଜୀବନ ପ୍ରତି ବିପଦ ଅଛି। ଆଜି ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏବଂ ନାଣ୍ଡୁ ବାବୁ ଏବଂ ତାଙ୍କର କିଛି ସାଥୀଙ୍କ ନାଁରେ ସେ ଏତଲା ଦେଇଛନ୍ତି। ନାଣ୍ଡୁ ବାବୁଙ୍କର କିଛି ଲୋକ ତାଙ୍କୁ ଧମକ ଦେଇଛନ୍ତି। ତାଙ୍କ ସହ ତାଙ୍କ ଜୀବନ ପ୍ରତି ବିପଦ ଅଛି ଏମିତି ଅନେକ କିଛି ଏତଲାରେ ସାମିଲ କରିଛନ୍ତି। ତା ସହିତ ସେ ମଧ୍ୟ ସୁରକ୍ଷା କହିଛନ୍ତି। ଆମେ ଏଠି ଆପଣମାନଙ୍କୁ କହିବୁ କି ପୂର୍ବରୁ ତାଙ୍କର ଏତଲା ମୁତାବକ ପୂର୍ବରୁ ତାଙ୍କର ଯେଉଁ ଏଗ୍ରିମେଣ୍ଟ ହୋଇଥିଲା ଗୋଟିଏ ବର୍ଷ ପାଇଁ, କିନ୍ତୁ ସେ ଏଗ୍ରିମେଣ୍ଟ ପେପରରେ ଯେହେତୁ ଓନ୍ଲି ସିଗ୍ନେଚର ହିଁ ମାରିଥିଲେ, ଖାଲି ପେପରରେ ସିଗ୍ନେଚର ମାରିଥିଲେ, କୌଣସି ଏଥିରେ ମେନସନ୍ ନଥିଲା। ଏବଂ ଯେତେବେଳେ କି ନାଣ୍ଡୁ ବାବୁଙ୍କ ଠାରୁ ସେ ଟଙ୍କା ଏକା ସାଥିରେ ଟଙ୍କା ମାଗିଥିଲେ ଏବଂ ସେ ଦେଇନଥିଲେ ଏବଂ ପରବର୍ତ୍ତୀ ସମୟରେ ସାଇ ଅଲଗା ଯାତ୍ରା ପାର୍ଟି ସହ ସାମିଲ ହେବା ପାଇଁ ଚେଷ୍ଟା କରିଥିଲେ ଏବଂ ନାଣ୍ଡୁ ବାବୁ ମଧ୍ୟ ସେତେବେଳେ କିଛି କହିନଥିଲେ। ଆଉ ଯେଉଁ ସମୟରେ ସାଇ ଅଲଗା ପାର୍ଟିରୁ ଟଙ୍କା ନେଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଏମିତି ସବୁ ମାମଲା ଆରମ୍ଭ ହୋଇଛି ଏବଂ ତାଙ୍କୁ ଧମକ ଦିଆଯାଉଛି ସେ ସେଇ ଟଙ୍କାକୁ ଯାତ୍ରା ପାର୍ଟି ମାଲିକଙ୍କୁ ରିଟର୍ଣ୍ଣ କରିବା ପାଇଁ। ହେଲେ ସାଇ ସତ୍ୟଜିତ କହିଛନ୍ତି ମଧ୍ୟ ଯେ ସେ ଚାହୁଁଛନ୍ତି ଯେ ରିଟର୍ଣ୍ଣ କରିଦେବେ, ହେଲେ ଯେଉଁ ମାଲିକଙ୍କଠୁ ସେ ଟଙ୍କା ଆଣିଛନ୍ତି ତାଙ୍କ ସହ ନାଣ୍ଡୁ ବାବୁଙ୍କୁ କଥା ହେବା ଦରକାର। କାହିଁକିନା ମାଲିକ ଭିତରେ ଯଦି ସବୁକିଛି ସମାଧାନ ନ ହୁଏ ତାହେଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି। ତେବେ ଏ ନେଇ ଆପଣଙ୍କର ମତାମତ କ'ଣ ରହିବ? ସାଇ ସତ୍ୟଜିତଙ୍କ ସହିତ ଆପଣମାନେ ଅଛନ୍ତି କି ଆପଣମାନଙ୍କୁ ତାଙ୍କର ଅଭିନୟ କେତେ ମାତ୍ରାରେ ପସନ୍ଦ ଆସେ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ରଖିବେ।